हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲକୁ ଷ୍ଟଡି ୱିଥ୍ ପୁଷ୍ପା ମିସ୍। ପିଲେ ଆଜି ଆମେ ପଢ଼ିବା କ'ଣ ନା ପଲିଟିକାଲ ସାଇନ୍ସର କୋର୍ ରିଡ୍ ୟୁନିଟ୍ 3। ପିଲେ ତମର 2 ମାର୍କ ଆଉ 5 ମାର୍କ ଆମେ ଆଜି ଡିସ୍କସନ୍ କରିବା। ସବୁ ତମମାନଙ୍କ ପାଇଁ ସିଲେକ୍ଟେଡ୍ କ୍ୱେଶ୍ଚିନ୍ ପିଲେ। ତ ଫାଷ୍ଟ ତୁମର କ୍ୱେଶ୍ଚିନ୍ ଅଛି କ'ଣ ନା ସାମ୍ପ୍ରଦାୟିକତାବାଦ କାହା କୁହାଯାଏ। ଏଇଟା ପୁରା ପିଲେ ତମେ ମୁଁ ଯେତିକି ବି ଡିସ୍କସନ୍ କରିବି ତାକୁ ତମେ କୌଣସି ସ୍କିପ୍ କରିବନି, ତ ସବୁ ତମର ଗୁରୁତ୍ୱପୂର୍ଣ୍ଣ ପିଲେ ହେଲା। ତ ପଢ଼ିବା ଯେ ସାମ୍ପ୍ରଦାୟିକତାବାଦ କାହାକୁ କୁହାଯାଏ। ରାଷ୍ଟ୍ରରେ ବସବାସ କରୁଥିବା ଭିନ୍ନ ସମ୍ପ୍ରଦାୟର ଜନସାଧାରଣଙ୍କ ମଧ୍ୟରେ ଥିବା ପରସ୍ପର ଘୃଣା, ବିଦ୍ୱେଷ, ହିଂସା ଓ ସଂକୀର୍ଣ୍ଣ ମନୋଭାବକୁ ସାମ୍ପ୍ରଦାୟିକତାବାଦ କୁହାଯାଏ। ଆମର ଯୋଉ କ'ଣ ନା ଜନସାଧାରଣଙ୍କ ମଧ୍ୟରେ ଯୋଉ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଯୋଉ ଘୃଣା, ବିଦ୍ୱେଷ, ହିଂସା ଯୋଉ ରହିଲା, ସେଇ ମନୋଭାବ ରହିକି ଯୋଉ ମନରେ ଯୋଉ ଉତ୍ତେଜ ସୃଷ୍ଟି ହୁଏ ତାକୁ ହିଁ ଆମେ କ'ଣ କହିବା ନା ସାମ୍ପ୍ରଦାୟିକତାବାଦ କୁହାଯାଏ। ତାକୁ ଗୋଟିଏ ଧର୍ମର ଜନସାଧାରଣଙ୍କ ଅନ୍ୟ ଧର୍ମର ଜନସାଧାରଣଙ୍କ ପ୍ରତି ବୈମାତୃକ ଭାବ ପୋଷଣ କରିବା ଦ୍ୱାରା ଜାତୀୟ ସଂହତି ବିପନ୍ନ ହୋଇଥାଏ। ଯେ ମୁଁ ସପୋଜ ମନେକରେ ହିନ୍ଦୁ ଆଉ ଜଣେ ମୁସଲମାନ, ମୁଁ କହିବି ଯେ ନା ମୁଁ ଯେହେତୁ ହିନ୍ଦୁ ସେ ମୁସଲମାନ ଲୋକ ସହିତ ମୁଁ ମିଳାମିଶା କରିବି ନାହିଁ। ତ ଆମର ଯୋଉ ଧର୍ମକୁ ନେଇକି ଯୋଉ ଆମ ମନ ମଧ୍ୟରେ ଯୋଉ ଭେଦଭାବ ସୃଷ୍ଟି ହୁଏ ତାକୁ ହିଁ କ'ଣ କହିବେ ନା ବୋଲେ ନା ସାମ୍ପ୍ରଦାୟିକତାବାଦ କୁହାଯାଏ। ନେକ୍ସଟ କ୍ୱେଶ୍ଚିନ୍ ତମର କ'ଣ ଅଛି ନା ବୋଲେ ଧର୍ମାନ୍ଧତା କ'ଣ। ଯୋଉ ପାରମ୍ପରିକ ରକ୍ଷଣଶୀଳ ସମାଜରେ ଗୋଟିଏ ଧର୍ମର ବା ସମ୍ପ୍ରଦାୟର ଜନସାଧାରଣଙ୍କ କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ ଧର୍ମର ଲୋକମାନଙ୍କୁ ଘୃଣା କରନ୍ତି ଏବଂ ହିଂସା ଆଚରଣ କରନ୍ତି, ତାହାକୁ ହିଁ ଧର୍ମାନ୍ଧତା କୁହାଯାଏ। ଏଇଟା ମଧ୍ୟ ସେପରି ପିଲା ଯେ ଆମେ କ'ଣ କରିବା ନା ଅନ୍ୟ ଧର୍ମକୁ ଆମେ ଘୃଣା ଭାବ କରିବା, ନା ସେ ଗୋଟେ ମୁସଲମାନ ମୁଁ ହିନ୍ଦୁ, ସେ ମୁସଲମାନ ଲୋକ ସହିତ ମୁଁ ମିଳାମିଶା କରିବି ନାହିଁ। ସେ କହିବେ ନା ସେ ଖ୍ରୀଷ୍ଟିଆନ ଲୋକଟେ, ମୁଁ ହିନ୍ଦୁ, ମୁଁ କେମିତି ମିଳାମିଶା କରିବି ସେ ଲୋକ ସହିତ। ଏଇ ମନୋଭାବ ରଖି ଯୋଉ ଜଣ ହିଂସା ଆଚରଣ କରାଯାଏ। ନା ମୁଁ କହିବି ଯେ ନା ମୁଁ ଯେହେତୁ ହିନ୍ଦୁ ମୁଁ କେବଳ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିବି। ମୁସଲମାନଙ୍କୁ ତାଙ୍କୁ ଦେବାଦେବୀ ମାନଙ୍କୁ ଯୋଉ ଘୃଣା ଭାବ ଯୋଉ ହିଂସା ରହିଲା ତାକୁ ହିଁ ଆମର କ'ଣ ନା ଧର୍ମାନ୍ଧ ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚିନ୍ ତମର କ'ଣ ଅଛି ନା ଧାର୍ମିକ ରାଜନୀତିକରଣ କ'ଣ। ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଏବଂ ନିର୍ବାଚନରେ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଯେତେବେଳେ କୌଣସି ରାଜନୈତିକ ଦଳ ଧର୍ମକୁ ଆଧାର କରି ପ୍ରଚାର ପ୍ରସାର ମାଧ୍ୟମରେ ଜନମତକୁ ପ୍ରଭାବିତ କରନ୍ତି ତାହାକୁ ଧାର୍ମିକ ରାଜନୀତିକରଣ କରାଯାଏ। ତମେ ଦେଖିଥିବ ବୋଲେ ଯେ ଯେତେବେଳେ ଆମର କ'ଣ ଯେ ଭୋଟ ବା ନିର୍ବାଚନ ହୁଏ ସେ ସମୟରେ କ'ଣ କରିବେ ନା ଯୋଉ ଧର୍ମର ଲୋକମାନେ ଅଧିକ ମାତ୍ରାରେ ଥିବେ ସେମାନେ କ'ଣ କରିବେ ନା ସେଇ ଧର୍ମକୁ ବା ସେଇ ଧର୍ମର ଲୋକମାନଙ୍କୁ ଧରିବେ ଏବଂ ତାଙ୍କର ଯୋଉ ପ୍ରଚାର ପ୍ରସାର କରିବେ ତାକୁ ହିଁ ଆମର କ'ଣ ଧାର୍ମିକ ରାଜନୀତିକରଣ ବୋଲି କୁହାଯାଏ। ନେକ୍ସଟ ଦେଖିବା ଯେ ଧର୍ମ ନିରପେକ୍ଷତା କ'ଣ। ଏଇଟା ଗୁରୁତ୍ୱପୂର୍ଣ୍ଣ ଯେ ଧର୍ମ ନିରପେକ୍ଷତା କ'ଣ ନା ସାଧାରଣତଃ ଧର୍ମ କ୍ଷେତ୍ରରେ ରାଷ୍ଟ୍ରର ହସ୍ତକ୍ଷେପ ନ ରହିବା ବା ନିରପେକ୍ଷତା ଅବଲମ୍ବନ କରିବାକୁ ଧର୍ମ ନିରପେକ୍ଷତା କୁହାଯାଏ। ଯେ ଧର୍ମ ନିରପେକ୍ଷ ଯେ ଧର୍ମ କ୍ଷେତ୍ରରେ ଆମେ କ'ଣ ନା ହସ୍ତକ୍ଷେପ କରିବା ନାହିଁ, ଯୋଉ ନିରବ ରହିବା ବା ଚୁପଚାପ ରହିବା ତାକୁ ହିଁ ଆମେ କ'ଣ ନା ଧର୍ମ ନିରପେକ୍ଷତା। ଯୋଉ ଧର୍ମକୁ ନେଇକି ଆମର ଯୋଉ ଭେଦଭାବ ବା ଧର୍ମରେ ଯୋଉ ହସ୍ତକ୍ଷେପ ନ କରି ନିରବତା ଅବଲମ୍ବନ କରିବାକୁ ହିଁ ଆମର କ'ଣ ନା ଧର୍ମ ନିରପେକ୍ଷତା ବୋଲି କୁହାଯାଏ। ଯେ ପାଶ୍ଚାତ୍ୟ ଶୈଳୀ ଧର୍ମ ନିରପେକ୍ଷତା କ'ଣ। ଯେ ରାଷ୍ଟ୍ର ଶାସନ ଏବଂ ଧର୍ମାନୁଷ୍ଠାନ ମଧ୍ୟରେ ଦୂରତା ରକ୍ଷା କରିବା ଏବଂ ନୀତି ପ୍ରଣୟନ କ୍ଷେତ୍ରରେ ଧାର୍ମିକ ପ୍ରଭାବକୁ ମୁକ୍ତ କରିବାକୁ ପାଶ୍ଚାତ୍ୟ ଧର୍ମ ନିରପେକ୍ଷତା କୁହାଯାଏ। ରାଷ୍ଟ୍ର କୌଣସି ଧର୍ମକୁ ସ୍ୱୀକୃତି ଦେବ ନାହିଁ କିମ୍ବା ଧର୍ମଗତ ନୀତିକୁ ଅନୁସରଣ କରିବ ନାହିଁ। ଭାରତୀୟ ଶୈଳୀ ଧର୍ମ ନିରପେକ୍ଷତା କ'ଣ। ଏଇଟା ବେଳେ ଧର୍ମ ନିରପେକ୍ଷତା କ'ଣ ଯେ କ'ଣ ଯେ ପାଶ୍ଚାତ୍ୟ ଶୈଳୀ ଧର୍ମ ନିରପେକ୍ଷତା କ'ଣ, ଭାରତୀୟ ଶୈଳୀରେ ଧର୍ମ ନିରପେକ୍ଷତା କ'ଣ, ଏଇଟା ସବୁ ଦେଇଦେଇଛି। ସେ ନିରପେକ୍ଷତା ଗୋଟେ ହିଁ ବେଳେ ସାମ୍ପ୍ରଦାୟିକତାବାଦର କାରଣ କ'ଣ। ଯେ ଆମର ଯୋଉ ସାମ୍ପ୍ରଦାୟିକତାବାଦର ଯୋଉ କାରଣ ଗୁଡ଼ିକ କ'ଣ କ'ଣ ପିଲେ ନା କେତେକ ବିଶେଷଜ୍ଞଙ୍କ ମତରେ ଇତିହାସରେ କେତେକ ପର୍ଯ୍ୟାୟ ଧର୍ମଗତ ଅସହ୍ୟ ଭାବ ସୃଷ୍ଟିର କାରଣ ହୋଇଥିଲା। ମନ୍ଦ ଅତୀତର ପ୍ରବାହ, ସାମାଜିକ ଅସମାନତା, ଧର୍ମାନ୍ଧତା, ଅର୍ଥନୈତିକ ଅନଗ୍ରସରତା, ଧାର୍ମିକ ସଂଗଠନମାନଙ୍କର ପ୍ରଭାବ ଏବଂ ସହନଶୀଳତାର ଅଭାବ ସାମ୍ପ୍ରଦାୟିକତା ଭାବ ସୃଷ୍ଟିର ମୁଖ୍ୟ କାରଣ। କ'ଣ କ'ଣ ପିଲେ ନା ସାମାଜିକ ଅସମାନତା, ଧର୍ମାନ୍ଧତା କ'ଣ ପିଲେ ମୁଁ ବୁଝେଇଥିଲି, ତା ସହିତ ଅର୍ଥନୈତିକ ଅନଗ୍ରସରତା, ଏଗୁଡାକ ସବୁ ଆମର କ'ଣ ପିଲେ ନା ସାମ୍ପ୍ରଦାୟିକତାବାଦର କାରଣ ଗୁଡ଼ିକ। ସାମ୍ପ୍ରଦାୟିକତାବାଦର ପ୍ରତିକାର ଗୁଡ଼ିକ କ'ଣ। ଯେ ସାମ୍ପ୍ରଦାୟିକତାବାଦକୁ ଆମେ କିପରି ଭାବରେ ରଖିପାରିବା ମାନେ ରୋକିବା ବନ୍ଦ କରିପାରିବା। ପ୍ରତିକାର ଗୁଡ଼ିକ ପ୍ରଥମତଃ ରୁଗ୍ଣ ମାନସିକତା ଦୂର କରିବା ପାଇଁ ରାଷ୍ଟ୍ର ବ୍ୟାପକ ସଚେତନ କାର୍ଯ୍ୟକ୍ରମ ସଂଗଠିତ କରିବା ଉଚିତ। ଦ୍ୱିତୀୟରେ ସାମ୍ପ୍ରଦାୟିକତା ଭାବର ପ୍ରଚାର କରୁଥିବା ସଂଗଠନମାନଙ୍କୁ ବାତିଲ କରିବା ଉଚିତ। ତୁଷ୍ଟିକରଣ ରାଜନୀତି ବନ୍ଦ ହେବା ଉଚିତ ଏବଂ ଶିକ୍ଷାର ବ୍ୟାପକ ପ୍ରସାର ଫଳରେ ସାମ୍ପ୍ରଦାୟିକତାବାଦର ବିଲୋପ ହୋଇପାରେ।
କଣ ନା ସାମ୍ପ୍ରଦାୟିକ ଦଳଙ୍କ କାର୍ଯ୍ୟ କଣ ଯେ ସାମ୍ପ୍ରଦାୟିକ ଦଳ ଗୋଟେ ସାମ୍ପ୍ରଦାୟିକ ଦଳର କାର୍ଯ୍ୟ କଣ କଣ ପିଲେ ଦେଲା ନା ଭାରତ ବର୍ଷରେ ରାଜନୈତିକ ପ୍ରକ୍ରିୟାରେ କେତେକ ପ୍ରକାରର ରାଜନୈତିକ ଦଳ କାର୍ଯ୍ୟ କରିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ସାମ୍ପ୍ରଦାୟିକ ରାଜନୈତିକ ଦଳ ରହିଥାନ୍ତି ଯେ କି ଏକ ନିର୍ଦ୍ଦିଷ୍ଟ ଧର୍ମ ବା ସମ୍ପ୍ରଦାୟର ଭୋଟ ବ୍ୟାଙ୍କ ହାସଲ କରିବାକୁ ଧର୍ମକୁ ଆୟୁତ ଭାବରେ ଗ୍ରହଣ କରିଥାନ୍ତି, ଯଥା ଶିବସେନା ହିନ୍ଦୁ ଧର୍ମ ଆଧାରିତ, ଜାତୀୟ ସାମୁଖ୍ୟ ଇସଲାମ ଧର୍ମ ଏବଂ ଆଧାରିତ ଏବଂ ଅକାଳୀ ଦଳ ଶିଖ ଧର୍ମ ଆଧାରିତ ରାଜନୈତିକ ଦଳ। ଏଗୁଡାକ ସବୁ କଣ ନା ପିଲେ ନା ରାଜନୈତିକ ଦଳ, ଯାହାକି ଗୋଟେ ସାମ୍ପ୍ରଦାୟିକ ଦଳଙ୍କର କାର୍ଯ୍ୟ ଗୁଡାକ ଦେଲା। ସାମ୍ପ୍ରଦାୟିକତାବାଦ କଣ ମୁଁ ବୁଝେଇଥିଲି ତମକୁ। ତାପରେ ଆଞ୍ଚଳିକ ଅଭିଳାଷ କଣ, ଯେ ଆଞ୍ଚଳିକ ଅଭିଳାଷ ଏକ ସଂକୀର୍ଣ୍ଣ ଚିନ୍ତାଧାରା ଯାହାକି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣ ନିଜ ଅଞ୍ଚଳ ପ୍ରତି ଅତ୍ୟଧିକ ଅନୁକମ୍ପା ପ୍ରଦର୍ଶନ କରି ରାଷ୍ଟ୍ରୀୟ ସ୍ୱାର୍ଥକୁ ଅଣଦେଖା କରନ୍ତି। ଏହି ଚିନ୍ତାଧାରା ରାଷ୍ଟ୍ରୀୟ ଚିନ୍ତାଧାରା ପ୍ରତି ବାଧା ସୃଷ୍ଟି କରିଥାଏ। ଯେ କଣ ନା ଯେ ନିଜ ଅଞ୍ଚଳ ପ୍ରତି କେବଳ ଭଲ ପାଇବା ଏବଂ ଅନ୍ୟ ଅଞ୍ଚଳକୁ ଯୋଉ ଘୃଣା ଚକ୍ଷୁରେ ଦେଖିବା, ତାହାକୁ ହିଁ ଆମର କଣ ନା ଆଞ୍ଚଳିକ ଅଭିଳାଷ କୁହାଯାଏ। ବିଚ୍ଛିନ୍ନତାବାଦ କଣ, ଯେ ଆଞ୍ଚଳିକତାବାଦର ଚରମ ଫଳ ହେଉଛି ବିଚ୍ଛିନ୍ନତାବାଦ, ଯାହାଦ୍ୱାରା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣ ନିଜ ଅଞ୍ଚଳକୁ ରାଷ୍ଟ୍ରରୁ ଅଲଗା କରି ଏକ ସ୍ୱତନ୍ତ୍ର ରାଷ୍ଟ୍ରର ପରିକଳ୍ପନାକୁ ବୁଝେଇଥାଏ। ଅତୀତରେ ଭାରତରେ କେତେକ ଅଞ୍ଚଳରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ଦକ୍ଷିଣ ଭାରତର ରାଜ୍ୟମାନେ ଦ୍ରାବିଡ଼ ନାଦ ଗଠନ କରିବା ପାଇଁ ଆନ୍ଦୋଳନ, ପଞ୍ଜାବ ପ୍ରଦେଶରେ ଖଲିସ୍ତାନ ଆନ୍ଦୋଳନ ଏହାର ଉଦାହରଣ। ଯେ ବିଚ୍ଛିନ୍ନତାବାଦ ବୋଇଲେ କଣ ପିଲେ ନା ଯେ ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣ ନିଜ ଅଞ୍ଚଳକୁ ରାଷ୍ଟ୍ରରୁ ଅଲଗା କରି ଏକ ସ୍ୱତନ୍ତ୍ର ରାଷ୍ଟ୍ରର ପରିକଳ୍ପନା କରାଯାଏ ବା ପରିକଳ୍ପନା କରିବା। ଯେ ଗୋଟେ ଦେଶରୁ ସେମାନେ କଣ ନା ଅଲଗା ହେଇ ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳ ସୃଷ୍ଟି କରିବା, ତାକୁ ହିଁ ଆମେ କଣ ନା ବିଚ୍ଛିନ୍ନତାବାଦ ବୋଲି କୁହାଯାଏ। ସପୋଜ ମନେକର ଯେ ମୁଁ ଭାରତରେ ବି ଅଛି ବା ଓଡିଶାରେ, ତ ମୁଁ ଗୋଟେ ଯେ କିଛିଟା ଦଳ ବା କେତୋଟି ରାଜ୍ୟ ହଉ କିମ୍ବା କେତୋଟି କଣ ଜିଲ୍ଲା ହଉ, ଯେ ସେ ଦାବି କରିବ ଯେ ନା ଆମେ ଯେ ସ୍ୱତନ୍ତ୍ର ଗୋଟେ ପ୍ରଦେଶ ଗଠନ କରିବୁ, କେତେଟା ଜିଲ୍ଲା ମିଶିଯିବେ ବୋଲେ ଏକଜୁଟ ହେବେ, ତାପରେ ସେମାନେ କହିବେ କି ନା ଆମକୁ ଗୋଟେ ଯୋଉ ଓଡିଶାରୁ ଆମର ଯୋଉ ଯେ 30ଟା ଜିଲ୍ଲାକୁ ନେଇକି ଆମର କଣ ଗୋଟେ ଓଡିଶା ରାଜ୍ୟ ଗଠିତ ହେଇଛି, ଯେ 3ଟି କିମ୍ବା 4ଟି ଜିଲ୍ଲା ମିଶିକି ସେ କଣ କହିବେ ଯେ ନା ଆମକୁ ଗୋଟେ ସ୍ୱତନ୍ତ୍ର ରାଜ୍ୟ ବା ପ୍ରଦେଶ ପ୍ରଦାନ କରନ୍ତୁ, ତାକୁ ହିଁ ଆମର କଣ କହିଲେ ନା ବିଚ୍ଛିନ୍ନତାବାଦ। ନେକ୍ସଟ ଦେଖିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କଣ, ଏଇଟା ବି ଯୋଉ ସ୍ୱତନ୍ତ୍ର ରାଜ୍ୟ ଯେ ଆଞ୍ଚଳିକ ଅଭିଳାଷର ଅନ୍ୟ ଏକ ସ୍ୱରୂପ ହେଉଛି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉପସ୍ଥାପନା କରିବା। ଏହି କ୍ରମରେ ବିହାରରୁ ଅଲଗା ହେଇ ଝାଡଖଣ୍ଡ, ମଧ୍ୟପ୍ରଦେଶରୁ ଅଲଗା ହେଇ ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ଅଲଗା ହେଇ ତେଲେଙ୍ଗାନା ଗଠିତ ହୋଇଥିଲା। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଏବଂ ତାହାକୁ ନେଇ ଆନ୍ଦୋଳନ ଦେଶର ଏକତା ଅଖଣ୍ଡତା ପ୍ରତି କୁଠାରଘାତ ସଦୃଶ। ଯେ ଗୋଟିଏ ରାଜ୍ୟରୁ ଅଲଗା ହେଇ ଆଉ ଗୋଟେ ରାଜ୍ୟକୁ ବା ଆଉ ଗୋଟେ ସ୍ୱତନ୍ତ୍ର ରାଜ୍ୟ ବା ପ୍ରଦେଶ ଗଠନ କରିବା, ତାକୁ ହିଁ କଣ ନା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ବୋଲି କୁହାଯାଏ। ଯେମିତି ବିହାରରୁ ଅଲଗା ହେଲା କଣ ନା ଝାଡଖଣ୍ଡ, ବିହାର ଯେ ଝାଡଖଣ୍ଡ ପୂର୍ବରୁ କଣ ହେଲା ବିହାର ସହିତ ଜଡିତ ହେଲା, ସେ କଣ କଲା ନା ନା ଯେ ମୁଁ ବିହାରରୁ ଅଲଗା ହେବି, ନିଜର ଗୋଟେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବି, ସେ କଣ କଲା ନା ଝାଡଖଣ୍ଡ ପ୍ରଦେଶ ଗଠନ ହେଲା। ତାହେଲେ ମଧ୍ୟପ୍ରଦେଶରୁ ଅଲଗା ହେଇ ଛତିଶଗଡ଼, ଯେ ଛତିଶଗଡ଼ ମଧ୍ୟପ୍ରଦେଶ ସହିତ ଥିଲା, ଯେ ଛତିଶଗଡ଼ କଣ କଲା ମଧ୍ୟପ୍ରଦେଶରୁ ଅଲଗା ହେଲା, ସେ ଗୋଟେ ସ୍ୱତନ୍ତ୍ର ରାଜ୍ୟ ଗଠନ କଲା କି ଛତିଶଗଡ଼। ଦେଖିବା ଯେ ଭାଷା ବିବାଦ କଣ, ଆଞ୍ଚଳିକ ଅଭିଳାଷର ଅନ୍ୟ ଏକ ସ୍ୱରୂପ ହେଉଛି ଭାଷା ବିବାଦ। ବିଭିନ୍ନ ଅଞ୍ଚଳରେ ଥିବା ଭାଷାଗତ ସଂଖ୍ୟାଲଘୁ ଗୋଷ୍ଠୀ ସେମାନଙ୍କର ସ୍ୱତନ୍ତ୍ର ସ୍ଥାନ ହାସଲ ପାଇଁ ଦାବି କରିଥାନ୍ତି। ଓଡ଼ିଶାରେ କୋଶଳ ଭାଷାକୁ ନେଇ ଆନ୍ଦୋଳନ, ଦକ୍ଷିଣ ଭାରତରେ ହିନ୍ଦୀ ଭାଷାକୁ ବିରୋଧ କରି ସଂଗଠିତ ଆନ୍ଦୋଳନ ଏବଂ ଏହାର ଉଦାହରଣ ଅଟେ। ଭାଷାଗତ ବିବାଦ ମଧ୍ୟ ଆଞ୍ଚଳିକତାବାଦର ଏକ ନଗ୍ନ ସ୍ୱରୂପ। ନେକ୍ସଟ ଭୂମିପୁତ୍ର ତତ୍ତ୍ୱ କଣ, ଆଞ୍ଚଳିକ ଅଭିଳାଷର ଅନ୍ୟ ଏକ ସ୍ୱରୂପ ହେଲା ଭୂମିପୁତ୍ର ତତ୍ତ୍ୱ, ଯାହାଦ୍ୱାରା ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣ ନିଜ ଅଞ୍ଚଳରେ ବୃତ୍ତି ଆହରଣ ବା ବ୍ୟବସାୟ କରିବା ପାଇଁ ଅନ୍ୟ ଅଞ୍ଚଳର ଜନସାଧାରଣଙ୍କୁ ବରଣ କରିବାକୁ ବୁଝାଏ। ଯେ କଣ ନା ଭୂମିପୁତ୍ର ତତ୍ତ୍ୱ ଗୋଟେ କଣ ପିଲା ନା ଯେ ଯେଉଁ ଅଞ୍ଚଳରେ ସପୋଜ ମନେକର ମୁଁ ଏବେ ଗୋଟେ ଅଞ୍ଚଳରେ ବସବାସ କରୁଛି, ମୁଁ କେବଳ ବା ଆମେ ସେଇ ଅଞ୍ଚଳରେ ଯେତେ ଜଣ ବି ଲୋକ ବା ଜନସାଧାରଣ ବସବାସ କରୁ ସେମାନଙ୍କ ଉପରେ ସେଇ ମାଟିରେ ତାଙ୍କର ହକ୍ ଅଛି, ଯେ ସେଇ ସମୟରେ ଯଦି କିଏ ଅନ୍ୟ ବା ଜିଲ୍ଲାର ବା ଅନ୍ୟ ରାଜ୍ୟର ଯିଏ ବି ଆସିବ ତାଙ୍କୁ ଯେତେବେଳେ ଆମେ ବାରଣ ବା ନିଷେଧ କରିଥାଉ, ସେ ତାକୁ ହିଁ ଆମର କଣ ନା ଭୂମିପୁତ୍ର ତତ୍ତ୍ୱ କୁହାଯାଏ। ନେକ୍ସଟ ଦେଖିବା ଆଞ୍ଚଳିକ ଅଭିଳାଷର ବିଭିନ୍ନ ସ୍ୱରୂପ କଣ, ଯେ ଆଞ୍ଚଳିକ ଅଭିଳାଷର କଣ କଣ ସ୍ୱରୂପ ପିଲେ ନା ବିଚ୍ଛିନ୍ନତାବାଦ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି,
ପୂର୍ଣ୍ଣ ରାଜ୍ୟ ପାହ୍ୟା ଦାବି, ଅନ୍ତଃରାଜ୍ୟ ବିବାଦ, ଭାଷାଗତ ବିବାଦ, ଭୂମିପତ୍ର ନୀତି ଏବଂ ସାଂସ୍କୃତିକ ବିବିଧତା। ଏଗୁଡାକ ସବୁ କଣ ପିଲା? ଆଞ୍ଚଳିକ ଅଭିଳାଷର ସ୍ୱରୂପ ଗୁଡାକ। ଭାରତରେ ଆଞ୍ଚଳିକତାବାଦର ବିଭିନ୍ନ କାରଣ ମାନ କଣ? ଯେ ଆଞ୍ଚଳିକତାବାଦର କାରଣ ମାନ କଣ କଣ ପିଲେ ନା ଦେଖିଦିଅ। ଯେ ଅର୍ଥନୈତିକ ଅସମାନତା ପିଲା କଣ ନା ଆଞ୍ଚଳିକତାବାଦର ଏଗୁଡାକ ସବୁ କାରଣ ମାନ। ତା ସହିତ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା, ରାଜ୍ୟ ମଧ୍ୟରେ ତାରତମ୍ୟତା, ଏଗୁଡାକ ସବୁ କଣ ନା ଆଞ୍ଚଳିକତାବାଦର କାରଣ ଗୁଡିକ। ଆଞ୍ଚଳିକତାବାଦ ଦୂର କରିବା ପାଇଁ କି ପଦକ୍ଷେପ ନେଇ? ଯେ ଆଞ୍ଚଳିକତାବାଦକୁ ଆମେ କିପରି ଦୂର କରିପାରିବା? କଣ କରିବା? ଯେ ସାଧାରଣ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପ୍ରସାର, ଯେ ଶିକ୍ଷାକୁ ଆମକୁ କଣ ବ୍ୟାପକ ମାତ୍ରାରେ ପ୍ରସାର କରିବାକୁ ପଡିବ। ତାପରେ କଣ ପ୍ରତ୍ୟେକ ଅଞ୍ଚଳ ପାଇଁ ସମାନ ନୀତି ପ୍ରଣୟନ। ତା ସହିତ କଣ କରିବା ପିଲା ନା ପ୍ରତ୍ୟେକ ଯୋଉ ଅଞ୍ଚଳ ପାଇଁ ଆମର କଣ ନା ସମାନ ନୀତି ପ୍ରଣୟନ କରିବା। ତାପରେ ସମସ୍ତ ଅଞ୍ଚଳର ସମାନ ଅର୍ଥନୈତିକ ବିକାଶ, ଯେ ସମସ୍ତଙ୍କୁ ସମାନ ଶିକ୍ଷାର ସୁଯୋଗ ଦେବା। ତା ସହିତ ସମାନ ନୀତି ପ୍ରଣୟନ କରିବା। ତାପରେ କଣ ନା ଅର୍ଥନୈତିକ ବିକାଶ ଏବଂ ରାଜ୍ୟମାନଙ୍କୁ ସ୍ୱାୟତ୍ତତା ପ୍ରଦାନ, ଆଞ୍ଚଳିକ ଅଭିଳାଷ ବୃଦ୍ଧି ପାଇଁ ଗଠିତ ସଂଗଠନ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ଏବଂ ବ୍ୟାପକ ଜନସଚେତନା ବୃଦ୍ଧି ଦ୍ୱାରା ଆଞ୍ଚଳିକ ସଂକୀର୍ଣ୍ଣ ଭାବ ଦୂର ହୋଇପାରିବ। ଉତ୍ତର ଦକ୍ଷିଣ ବିବାଦ କିପରି ଆଞ୍ଚଳିକତାବାଦ କାରଣ ହୋଇଛି? ଭାଷା ଓ ସଂସ୍କୃତି ଦୃଷ୍ଟିରୁ ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ ଅନେକ ପାର୍ଥକ୍ୟ। ତମେ ଦେଖିବ ଯେ ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତକୁ ନେଇକି ଯେ ତାଙ୍କର ଭାଷା କଣ ଯେ ଭିନ୍ନ ଭିନ୍ନ ହୋଇଥାଏ। ନହେଲେ ତମେ ଯୋଉ ଓଡିଶାରେ ଯେମିତି ତମେ ଦେଖିବ ଯେ ପୂର୍ବ ଓଡିଶା ଏବଂ ପଶ୍ଚିମ ଓଡିଶାକୁ ତମେ ତୁଳନା କରିବ ପିଲେ, ଯେ ପୂର୍ବ ଓଡିଶାର ଭାଷା ଅଲଗା ଥିବ ପିଲେ ଏବଂ ପଶ୍ଚିମ ଓଡିଶାର ତାଙ୍କର ଭାଷା କଣ ନା ଭିନ୍ନ ଥିବ। 1960 ମସିହାରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକୁ ହିନ୍ଦୀ ଭାଷାକୁ ବିରୋଧ କରି ଯେଉଁ ଆନ୍ଦୋଳନ ସଂଗଠିତ କରିଥିଲେ ତାହାକୁ ଉତ୍ତର ଦକ୍ଷିଣ ବିବାଦ କୁହାଯାଏ। ସେମାନଙ୍କର ଦାବି ଥିଲା ଭାଷା ଓ ସଂସ୍କୃତିକୁ ନେଇ ସ୍ୱତନ୍ତ୍ର ଦ୍ରାବିଡ଼ନାଦ ଗଠନ। ଯେ କଣ ହେଲା ପିଲା ନା ଯେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକୁ ହିନ୍ଦୀ ଭାଷାକୁ ବିରୋଧ କରି, ଯେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ କଣ ହିନ୍ଦୀ ଭାଷାକୁ ବିରୋଧ କଲେ ଏବଂ ଯେଉଁ ଆନ୍ଦୋଳନ ସଂଗଠିତ କରିଥିଲେ ତାହାକୁ ଉତ୍ତର ଦକ୍ଷିଣ ବିବାଦ କୁହାଯାଏ। ଯେ କଣ କଲେ ନା ପିଲା ଯେ ସେମାନେ ଯୋଉ ଭାଷାକୁ ନେଇକି, ଯେ ପୂର୍ବ ଓଡିଶା ଓ ପଶ୍ଚିମ ଓଡିଶା ଯେମିତି ଭିନ୍ନ ଭିନ୍ନ, ସେମିତି ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତ ତାଙ୍କର ଭାଷାରେ ଯେମିତି ଫରକ ଥିଲା, ସେମାନେ କହିଲେ ଦକ୍ଷିଣ ଭାରତ ଲୋକ ଏବଂ ଉତ୍ତର ଭାରତର ଲୋକ କହିଲେ ଯେ ଆମର ଯେହେତୁ ଉତ୍ତର ଦକ୍ଷିଣ ଲୋକ, ଆମର ଯେହେତୁ ଭାଷା ଯେହେତୁ ଭିନ୍ନ ହଉଛି, ଆମେ ଗୋଟେ ସ୍ୱତନ୍ତ୍ର ରାଜ୍ୟ ପ୍ରଦେଶ ବା ଗଠନ କରିବୁ। ତାଙ୍କୁ ନେଇକି ଆମର ଯୋଉ ବିବାଦ ସୃଷ୍ଟି ହେଲା ତାକୁ ହିଁ ଆମର କଣ କୁହାଗଲା ନା ପିଲା ନା ଉତ୍ତର ଦକ୍ଷିଣ ବିବାଦ। ଖଲିସ୍ତାନ ଆନ୍ଦୋଳନ କଣ? 80 ଦଶକରେ ପଞ୍ଜାବ ପ୍ରଦେଶକୁ ଭାରତର ମୁଖ୍ୟ ଧାରାରୁ ଅଲଗା କରି ସ୍ୱତନ୍ତ୍ର ସ୍ୱାଧୀନ ଖଲିସ୍ତାନ ଗଠନ କରିବା ପାଇଁ ଯେଉଁ ହିଂସାତ୍ମକ ଆନ୍ଦୋଳନ ସଂଗଠିତ ହୋଇଥିଲା ତାହାକୁ ଖଲିସ୍ତାନ ଆନ୍ଦୋଳନ କୁହାଯାଏ। ଯେ 80 ଦଶକରେ ବିଲେ କଣ ନା ପଞ୍ଜାବ ପ୍ରଦେଶକୁ କଣ ହେଲା ନା ଭାରତର ମୁଖ୍ୟ ଧାରାରୁ ଅଲଗା କରି ସ୍ୱତନ୍ତ୍ର ସ୍ୱାଧୀନ ଖଲିସ୍ତାନ ଗଠନ। ଯେ ଭାରତରୁ ପଞ୍ଜାବ ରାଜ୍ୟକୁ ଅଲଗା କରି, ଆମ ଭାରତରୁ ଅଲଗା କରି ସେମାନେ ଚାହୁଁଥିଲେ କଣ ନା ଗୋଟେ ଖଲିସ୍ତାନ ରାଜ୍ୟ ଗଠନ କରିବା ପାଇଁ। ତାକୁ ହିଁ ଆମର କଣ ନା ଖଲିସ୍ତାନ ଆନ୍ଦୋଳନ କୁହାଯାଏ। ତମର 2 ମାର୍କ ସରିଲା ପିଲେ, ଏବେ ଆମେ ଡିସ୍କସନ କରିବା 5 ମାର୍କ। ଯେ 5 ମାର୍କରେ ତମର କଣ ପିଲେ ନା ଯେ ଅଧିକ କରିକି ତମକୁ ଅଧିକ ମାତ୍ରାରେ ଲେଖିବାକୁ ପଡିବ। ତ ସାମ୍ପ୍ରଦାୟିକତାବାଦ କଣ ମୁଁ ବୁଝେଇଥିଲି ପିଲେ, ଯେ 2 ମାର୍କରେ ବୁଝେଇଥିଲି ଯେ ସାମ୍ପ୍ରଦାୟିକତାବାଦ କଣ, ଯେ ପୁଣି ଥରେ ଏଠି ବୁଝିବା କିଛି ଆବଶ୍ୟକ ନାହିଁ। ତମେ ଯେ ବୁଝି ସାରିଛ ପିଲେ ଯେ ସାମ୍ପ୍ରଦାୟିକତାବାଦ କଣ, ଯେ ଏଇଠି କେବଳ ଟିକେ ଅଧିକ କରିକି ଦେଇଛି ପିଲେ ହେଲା। ଦେଖିଦିଅ ଯେ ସାଧାରଣ ଗୋଟିଏ ଧର୍ମ ବା ସମ୍ପ୍ରଦାୟର ଜନସାଧାରଣ ଅନ୍ୟ ଧର୍ମ ବା ସମ୍ପ୍ରଦାୟ ପ୍ରତି ବିଦ୍ୱେଷ ଭାବ ବା ବିରୋଧାଭାସ ପ୍ରଦର୍ଶନ କରିବାକୁ ସାମ୍ପ୍ରଦାୟିକତା କୁହାଯାଏ। ବ୍ୟାପକ ଅର୍ଥରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ପ୍ରଭେଦତାକୁ ସାମ୍ପ୍ରଦାୟିକତା କୁହାଯାଏ। ସଂକୀର୍ଣ୍ଣ ଅର୍ଥରେ ଧର୍ମାନ୍ଧତା ଓ ଅନ୍ୟ ଧର୍ମ ପ୍ରତି ଆକ୍ରୋଶମୂଳକ ଭାବକୁ ସାମ୍ପ୍ରଦାୟିକତା କୁହାଯାଏ। ସ୍ଥଳ ଅର୍ଥରେ ସାମ୍ପ୍ରଦାୟିକତା ବିଭିନ୍ନ ଧର୍ମ ମଧ୍ୟରେ ଘୃଣା ଭାବ, ଶତ୍ରୁତା ସୃଷ୍ଟିକୁ ବୁଝାଏ। ଗୋଟିଏ ଧର୍ମ ବା ସମ୍ପ୍ରଦାୟର ଜନସାଧାରଣ ଯେତେବେଳେ ନିଜ ଧର୍ମକୁ ଶ୍ରେଷ୍ଠ ଧର୍ମ ବୋଲି ବିଚାରଧାରା ବହନ କରି ଅନ୍ୟ ଧର୍ମକୁ ନ୍ୟୁନ ବା ଘୃଣ୍ୟ ବୋଲି ବିଚାର କରନ୍ତି, ସାମ୍ପ୍ରଦାୟିକତା ସୃଷ୍ଟି ହୋଇଥାଏ। ଫଳସ୍ୱରୂପ ସାମ୍ପ୍ରଦାୟିକତା ହିଂସା, ଦଙ୍ଗା, ନରହତ୍ୟା, ଅସାମାଜିକ ତତ୍ତ୍ୱର ବୃଦ୍ଧି ଘଟିଥାଏ। ଗୁରୁତ୍ୱପୂର୍ଣ୍ଣ ପିଲେ ଏଟା ସାମ୍ପ୍ରଦାୟିକତା କଣ? ନେକ୍ସଟ ଦେଖିବା ଧର୍ମ ନିରପେକ୍ଷତାର ଅର୍ଥ କଣ? ଏଇଟା ପିଲେ ତମକୁ ମୁଁ ବୁଝେଇଥିଲି ନାଇଁ କି ଧର୍ମ ନିରପେକ୍ଷତାର ଅର୍ଥ କଣ। ହଉ ତଥା ମଧ୍ୟ ପୁଣି ଥରେ ଦେଖିଦିଅ। ସାଧାରଣତଃ ଧର୍ମ ନିରପେକ୍ଷତା ଏକ ପ୍ରକାର ରାଜନୈତିକ ଧାରଣା ଯାହା ଧର୍ମଗତ ଶାସନକୁ ବିରୋଧ କରେ।
ଏବଂ ଧର୍ମଗତ ବୈଷମ୍ୟକୁ ବିଲୋପ ସାଧନା କରିବା ପାଇଁ ବିଚାରଧାରା ରଖିଥାଏ। ଧର୍ମ ନିରପେକ୍ଷତାର ସାଧାରଣ ଅର୍ଥ ହେଉଛି ରାଷ୍ଟ୍ର ବା ଧର୍ମ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରିବା। ଯେ ଧର୍ମ ନିରପେକ୍ଷତାର ସାଧାରଣ ଅର୍ଥ କଣ ମିଳେ ନା, ରାଷ୍ଟ୍ର ବା ଧର୍ମ କ୍ଷେତ୍ରରେ ଆମେ କଣ ନା ନିରପେକ୍ଷତା ଅବଲମ୍ବନ କରିବା। ଯେତେବେଳେ କୌଣସି ରାଷ୍ଟ୍ର ଏକ ନିର୍ଦ୍ଦିଷ୍ଟ ଧର୍ମକୁ ପୃଷ୍ଠପୋଷକତା କରେ ନାହିଁ କିମ୍ବା ଏଠାରେ କୌଣସି ରାଷ୍ଟ୍ରୀୟ ଧର୍ମକୁ ଗ୍ରହଣ କରାଯାଏ ନାହିଁ, ତାହାକୁ ଧର୍ମନିରପେକ୍ଷତା କୁହାଯାଏ। ଅନ୍ୟ ଅର୍ଥରେ ଯଦି କୌଣସି ରାଷ୍ଟ୍ର ସମସ୍ତ ଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରେ, ତାହାକୁ ମଧ୍ୟ ଧର୍ମନିରପେକ୍ଷତା କୁହାଯାଏ। ଦାର୍ଶନିକ ହୋଲିଓକେ ସର୍ବପ୍ରଥମେ ଧର୍ମନିରପେକ୍ଷତା ଶବ୍ଦକୁ 1891 ମସିହାରେ ତାଙ୍କ ଦର୍ଶନ ତତ୍ତ୍ୱରେ ବ୍ୟବହାର କରିଥିଲେ। ପ୍ରଥମେ ତାହେଲେ ଏହାକୁ କିଏ ବ୍ୟବହାର କରିଥିଲେ ବୋଇଲେ ନା, ଦାର୍ଶନିକ ହୋଲିଓକେ। କେତେ ମସିହାରେ? 1891 ମସିହାରେ। ନେକ୍ସଟ ଦେଖିବା, ଭାରତରେ ସାମ୍ପ୍ରଦାୟିକତା ବାଦ ଉଦ୍ରେକର କାରଣ ମାନ କଣ? ଏଇଟା ମଧ୍ୟ ବିଲେ ମୁଁ ତମକୁ ବୁଝେଇଥିଲି, ଯେ 2 ମାର୍କ ତମକୁ ପଢେଇଛି ଏଟା। ଦେଖିଦିଅ, ତୁମେ ସବୁ ନୋଟ୍ସ ବନେଇବ ପିଲେ ହେଲା, ଯାହାଫଳରେ ତମକୁ ସହଜ ହବ ଏକ୍ଜାମ ଟାଇମରେ। ତମେ ଯଦି ଏବେଠୁ ଯଦି ପ୍ରିପେୟାର କରୁଥିବ, ଏକ୍ଜାମ ଟାଇମରେ ତମେ ଆରାମସେ ନୋଟ୍ସ ପଢି ଦେଇକି ପଳେଇବ। ଭାରତୀୟ ଶୈଳୀ ଧର୍ମ ନିରପେକ୍ଷ, ଏଇଟା ମଧ୍ୟ ବିଲେ ତମକୁ ବୁଝେଇଥିଲି ନାଇକିରେ। ତାପରେ ହେଲା ଧର୍ମର ରାଜନୀତିକରଣ କଣ? ଯେ ଧର୍ମର ରାଜନୀତିକରଣ କଣ ପିଲେ ନା, ଭାରତ ବର୍ଷରେ ଧର୍ମଗତ ସ୍ୱାଧୀନତା ସମସ୍ତ ନାଗରିକଙ୍କୁ ପ୍ରଦାନ କରାଯାଇଛି। ଯେତେବେଳେ କୌଣସି ଧାର୍ମିକ ସଂସ୍ଥା ଦ୍ୱାରା ପ୍ରଭାବିତ ହୋଇ ଗୋଟିଏ ଧର୍ମର ବ୍ୟକ୍ତିବିଶେଷ ସମ୍ପୃକ୍ତ ଧର୍ମ ଆହରଣ କରିଥାଏ, ଏହାକୁ ଧର୍ମାନ୍ତରୀକରଣ କୁହାଯାଏ। ରାଜନୀତି କ୍ଷେତ୍ରରେ ମଧ୍ୟ ରାଜନୈତିକ ଦଳ ବା ସଂଗଠନ ମାନେ ଏକ ନିର୍ଦ୍ଦିଷ୍ଟ ଧର୍ମର ଜନସାଧାରଣଙ୍କ ମତଦାନ ଆଚରଣକୁ ପ୍ରଭାବିତ କରି ନିର୍ବାଚନରେ ନିଜ ସପକ୍ଷରେ ଭୋଟ ବ୍ୟାଙ୍କ ସୃଷ୍ଟି କରନ୍ତି, ଏହାକୁ ଧର୍ମର ରାଜନୀତିକରଣ କୁହାଯାଏ। ନେକ୍ସଟ ଦେଖିଲେ ଆଞ୍ଚଳିକ ଅଭିଳାଷ କଣ? ଏଇଟା ପିଲେ ତମକୁ ବୁଝେଇଥିଲି, ଆଞ୍ଚଳିକ ଅଭିଳାଷ କଣ? ତାପରେ ଆଞ୍ଚଳିକତାବାଦ ବୃଦ୍ଧିର କାରଣ କଣ? ଏଟା ମୁଁ ବୁଝେଇଥିଲି ବୋଲେ, ଯେ ଆଞ୍ଚଳିକତାବାଦର ବୃଦ୍ଧିର କାରଣ ଗୁଡିକ ରିପିଟ୍ କରୁନି ପିଲେ ତମକୁ, ଯେହେତୁ ତମର ସିଲାବସ ଟା କଭର ହବନି, ତମ ଏକ୍ଜାମ ବି ଛୁଟି ପରେ ତମର କଣ ଯେ ଏକ୍ଜାମ ହବ, ଏଗୁଡାକ ତମକୁ ବୁଝେଇଥିଲି ପିଲେ, 2 ମାର୍କରେ ବୁଝେଇଥିଲି। 5 ମିନିଟରେ ଦେଖିଲେ ତାକୁ। ବିଚ୍ଛିନ୍ନତାବାଦ କଣ? ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଆନ୍ଦୋଳନ। ପିଲେ ତମର ଆଜି ସରିଲା ପଲିଟିକାଲ ସାଇନ୍ସ ର କୋରିଡ ର ୟୁନିଟ୍ 3 2 ମାର୍କ ଆଉ 5 ମାର୍କ ପିଲେ। ତମମାନଙ୍କ ପାଇଁ ମୁଁ ନେକ୍ସଟ ଭିଡିଓରେ ଲଙ୍ଗ କ୍ୱେଶ୍ଚିନ୍ ଆଣିବି ୟାର। ବୋଲେ ତମମାନଙ୍କୁ ଯଦି ମୋ ଭିଡିଓ ଯଦି ଭଲ ଲାଗୁଛି, ତାହେଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେ ନାହିଁ, ଯାହା ଫଳରେ ମୋତେ ମୋଟିଭେଟ ମିଳିବ ଏବଂ ମୁଁ ଆପଣମାନଙ୍କ ପାଇଁ ଆହୁରି ଭିଡିଓ ଆଣିବି। ଆଜି ପାଇଁ ବୋଲେ ଏତିକି ଥାଉ, ରହିଲି। ଥ୍ୟାଙ୍କ ୟୁ।